जय जगन्नाथ राधे श्रीकृष्ण। भोर 3टाରୁ 5ଟା ଭିତରେ ନିଦ ଭାଙ୍ଗୁଥିଲେ ସାବଧାନ ହୋଇ ଶୁଣନ୍ତୁ ପ୍ରକୃତ ସତ୍ୟତା। ବ୍ରହ୍ମ ପୁରାଣରେ ଉଲ୍ଲେଖ ରହିଛି, ଯେକୌଣସି ବ୍ୟକ୍ତିର ଯଦି ଭୋର 3ଟାରୁ 5ଟା ଭିତରେ ତାଙ୍କ ନିଦ ଭାଙ୍ଗୁଛି, ତାହେଲେ ତାଙ୍କେ ନିହାତି ଭାବରେ ଏହି ସବୁ କଥା ନୀତି ନିୟମକୁ ମାନି ରଖିବା ବହୁତ ଜରୁରୀ ଅଟେ। ତାହେଲେ ଯାଇ ତାଙ୍କର ଚମତ୍କାର ନିଶ୍ଚିତ ଭାବରେ ଘଟିବ। ତାଙ୍କର ଗୋଟି ଗୋଟି କରି ଗୋଟିଏ ମନସ୍କାମନା ପୂରଣ ହୋଇପାରିବ। ଭଗବାନ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇପାରିବ। ସେଥିପାଇଁ ହାତଛଡ଼ା କରନ୍ତୁ ନାହିଁ ଏହି ଶାସ୍ତ୍ରୀୟ କଥାକୁ। ନିହାତି ଭାବରେ ମନେ ରଖନ୍ତୁ। ସ୍ୱୟଂ ବ୍ରହ୍ମା ଦେବତା କହିଛନ୍ତି ବ୍ରହ୍ମ ପୁରାଣରେ, ଯେକୌଣସି ବ୍ୟକ୍ତିର ଯଦି ଏହି 3ଟାରୁ 5ଟା ଭିତରେ ନିଦ୍ରା ଯଦି ଭଗ୍ନ ହେଉଛି, ତାହେଲେ ସେହି ବ୍ୟକ୍ତି ଯଦି ନିହାତି ଭାବରେ ଏହି ସବୁ କାର୍ଯ୍ୟ କରନ୍ତି, ତାଙ୍କ ଜୀବନରେ ଚମତ୍କାର ନିଶ୍ଚିତ ଭାବରେ ଘଟିବ। ରାତିରେ ହିଁ ତାଙ୍କର ଭାଗ୍ୟ ବଦଳିଯିବ। ସେଥିପାଇଁ ହାତଛଡ଼ା କେବେ ବି ମଧ୍ୟ କରନ୍ତୁ ନାହିଁ। ଚାଲନ୍ତୁ ଜାଣିବା ବ୍ରହ୍ମ ପୁରାଣରେ ଉଲ୍ଲେଖ ଥିବା 3ଟାରୁ 5ଟା ଭିତରେ ଯଦି ନିଦ ଭାଙ୍ଗୁଛି, ତାହେଲେ କେଉଁ ସବୁ ଦୁର୍ଘଟଣା କିମ୍ବା ଘଟଣା ଘଟିଥାଏ, ଯାହାକି ସାବଧାନ ହୋଇ ଶୁଣିବାକୁ ପଡ଼ିବ। ଚାଲନ୍ତୁ ଜାଣିବା ଶାସ୍ତ୍ରୀୟ କଥା ବ୍ରହ୍ମ ପୁରାଣରେ ଉଲ୍ଲେଖିତ ଅଛି। ଆପଣମାନେ ଜାଣିଥିବେ, ବ୍ରହ୍ମ ମୁହୂର୍ତ୍ତ ଏକ ସମୟ ହୋଇନଥାଏ। ବ୍ରହ୍ମ ମୁହୂର୍ତ୍ତର ଅର୍ଥକୁ ମଧ୍ୟ ଆପଣ ମନେ ରଖିବାକୁ ପଡ଼ିବ। ଆମ ମୁନି ଋଷି ତପସ୍ୱୀ ମନେ, ଯେକୌଣସି ବି ଜ୍ଞାନୀ ବ୍ୟକ୍ତି, ସେମାନେ ଏହି ବ୍ରହ୍ମ ମୁହୂର୍ତ୍ତରେ ହିଁ ଶଯ୍ୟାକୁ ତ୍ୟାଗ କରିଥାନ୍ତି, ସ୍ନାନକର୍ମ କରିଥାନ୍ତି, ଆଉ ଭଗବାନ ଶ୍ରୀହରିଙ୍କୁ ପୂଜା କରିଥାନ୍ତି। ତାଦ୍ୱାରା ତାଙ୍କର ସବୁକିଛି ମନସ୍କାମନା ପୂରଣ ହୋଇଯାଏ। ଏହା ସତ୍ୟ ଅଟେ। କିନ୍ତୁ ବ୍ରହ୍ମ ପୁରାଣରେ ଉଲ୍ଲେଖ ରହିଛି, ବ୍ରହ୍ମ ମୁହୂର୍ତ୍ତର ଅର୍ଥ ଆପଣ ନିଶ୍ଚିତ ଭାବରେ ମନେ ରଖନ୍ତୁ। ବ୍ରହ୍ମ ହେଉଛି ଭଗବାନ ବ୍ରହ୍ମା, ଯାହାକୁ ଆମେ ପୂଜା କରୁଛନ୍ତି। ବ୍ରହ୍ମା ବିଷ୍ଣୁ ମହେଶ୍ୱରକୁ, ଯାହାକୁ ଆମେ ନେତ୍ର ଖୋଲିବା ମାତ୍ରେ ତାଙ୍କ ନାମକୁ ସୁମରଣ କରୁଛନ୍ତି ଆଉ ପ୍ରଣାମ କରୁଛନ୍ତି, ସିଏ ହେଉଛନ୍ତି ପ୍ରକୃତରେ ଭଗବାନ ବ୍ରହ୍ମା। ସେଥିପାଇଁ କୁହାଯାଉଛି ବ୍ରହ୍ମ ମୁହୂର୍ତ୍ତ। ମୁହୂର୍ତ୍ତର ଅର୍ଥ ହେଉଛି ସମୟ, ଅର୍ଥାତ୍ ହେଲା ବ୍ରହ୍ମାର ସମୟ। ଯେଉଁ ସମୟରେ ପ୍ରତ୍ୟେକ ବ୍ୟକ୍ତିକୁ ଉଠିବାର ଅଛି, ଭଗବାନଙ୍କୁ ପୂଜା କରିବାର ଅଛି, ତାହେଲେ ଯାଇ ତାଙ୍କର ଗୋଟି ଗୋଟି କରି ଗୋଟିଏ ମନସ୍କାମନା ପୂରଣ ହୋଇଯାଏ। ସେଥିପାଇଁ ମଧ୍ୟ ଆପଣମାନେ ଧ୍ୟାନ ରଖିବାକୁ ପଡ଼ିବ। ଏହି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କର ଯଦି ନିଦ ଅଚାନକ ଭଗ୍ନ ହେଉଛି, ତାହେଲେ ଏହାର କିଛି ସଂକେତ ଲୁଚି ରହିଛି, ଯାହାକୁ ଆପଣ ଜାଣିବାର ଅଛି। ଭଗବାନ ସ୍ୱୟଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆପଣଙ୍କର ଭାଗ୍ୟକୁ ଚମତ୍କାର କରିବାକୁ ଯାଉଛନ୍ତି। ସେହି କାରଣରୁ ଆପଣଙ୍କୁ ଏହି ବ୍ରହ୍ମ ମୁହୂର୍ତ୍ତରେ ହିଁ ନିଜର ନିଦ୍ରାକୁ ଭଗ୍ନ କରୁଛନ୍ତି। ସେଥିପାଇଁ ଏହି ଦିନକୁ ଆପଣମାନେ କେବେ ବି ହାତଛଡ଼ା କରନ୍ତୁ ନାହିଁ। ନହେଲେ ଜୀବନରେ କେତେ ମଧ୍ୟ ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ପୂଜା ପାଠ କରନ୍ତୁ, କିନ୍ତୁ ଆପଣଙ୍କର ଭାଗ୍ୟ କେବେ ବି ବଦଳି ପାରିବ ନାହିଁ, ଯଦି ଏହି ଗୋଟିଏ ଦିନକୁ ହାତଛଡ଼ା କରିଦିଅନ୍ତି। ଆପଣମାନେ ମନେ ରଖନ୍ତୁ, ଏମିତି ନୁହଁ କି ପ୍ରତ୍ୟେକ ବ୍ୟକ୍ତିର ନିଦ ଭଗ୍ନ ହେଉଛି ଏହି 3ଟାରୁ 5ଟା ଭିତରେ। କିଛି ବ୍ୟକ୍ତି ତ ଅଛନ୍ତି, ସେମାନେ ପ୍ରତ୍ୟେକ ଦିନ ରାତ୍ର 3ଟାରୁ ଆଉ 5ଟା ଭିତରେ ଉଠନ୍ତି, ଶଯ୍ୟାକୁ ତ୍ୟାଗ କରନ୍ତି, ନିତ୍ୟକର୍ମ ସାରି ପୂଜା ପାଠ ମଧ୍ୟ କରନ୍ତି। ତାଙ୍କର ନୀତିଦିନିଆ କାମ ଏହିପରି ହୋଇଛି। ଏହାର ରହସ୍ୟ ଆପଣମାନେ ମନେ ରଖନ୍ତୁ। ସେହି ବ୍ୟକ୍ତିଙ୍କର ଜୀବନରେ ଅପାର ପୁଣ୍ୟ ପ୍ରାପ୍ତ କରିଥାନ୍ତି। ଯେକୌଣସି ବ୍ୟକ୍ତି ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତି, ନିତ୍ୟକର୍ମ ସାରି ପୂଜା ପାଠ କରନ୍ତି, ଏହାର ଶକ୍ତି ନିହାତି ଭାବରେ ପ୍ରାପ୍ତ ହୋଇଥାଏ। ଆପଣମାନେ ଯେକୌଣସି ଦିନରେ ଆପଣ ଯେତେବେଳେ ମଧ୍ୟ ସମୟରେ ଶଯ୍ୟାକୁ ତ୍ୟାଗ କରନ୍ତୁ, ନିତ୍ୟକର୍ମ ସାରନ୍ତୁ, ପୂଜା ପାଠ କରନ୍ତୁ, ଏହାର ଚମତ୍କାର କିମ୍ବା ପୁଣ୍ୟ ଫଳ ଆପଣଙ୍କୁ ସେତିକି ମାତ୍ରାରେ ପ୍ରାପ୍ତ ହୋଇନଥାଏ। ଯଦି କୌଣସି ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠି ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ଆରାଧନା କରନ୍ତି, ତାହେଲେ ତାଙ୍କର ସବୁକିଛି ମନସ୍କାମନା ପୂରଣ ହୋଇଯାଏ। ସବୁକିଛି ଅତ୍ୟନ୍ତ ଶୀଘ୍ର ମଧ୍ୟ ପ୍ରାପ୍ତ ହୋଇଥାଏ। ସେଥିପାଇଁ
କୁହାଯାଉଛି କି ଏହି ଦିନକୁ ଆପଣମାନେ କେବେ ବି ହାତଛଡ଼ା କରନ୍ତୁ ନାହିଁ। ଏବେ ଚାଲନ୍ତୁ ଜାଣିବା ବ୍ରହ୍ମ ମୁହୂର୍ତ୍ତରେ ଏମିତି କିଛି ଉଲ୍ଲେଖ ରହିଛି ଯାହାକି ପ୍ରତ୍ୟେକ ମନୁଷ୍ୟମାନେ ଜାଣିବା ଅତ୍ୟଧିକ ଜରୁରୀ ଅଟେ। ଯେକୌଣସି ଜ୍ଞାନୀ, ତପସ୍ୱୀ, ମହର୍ଷି ଏହି ସମସ୍ତେ ଯେତେବେଳେ ତପସ୍ୟା ଆରମ୍ଭ କରୁଥିଲେ ସେହି ସମୟରେ ରାତ୍ର 3ଟାରୁ ନିଜର ନିଦ୍ରାକୁ ଭଗ୍ନ କରି ସ୍ନାନ କର୍ମ ସାରି ଭଗବାନଙ୍କୁ ପୂଜା ପାଠ କରି ତପସ୍ୟାରେ ଲୀନ ରହୁଥିଲେ, ଯାହାଦ୍ୱାରା କି ତାଙ୍କର ସର୍ବସ୍ୱ ମନସ୍କାମନା ସିଦ୍ଧି ହୋଇଥାଏ। ଭଗବାନ ସ୍ୱୟଂ ଆସି ତାଙ୍କୁ ଦର୍ଶନ ମଧ୍ୟ ଦେଇଥାନ୍ତି। ସେଥିପାଇଁ ତ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଏହି ବ୍ରହ୍ମ ମୁହୂର୍ତ୍ତ ବ୍ରହ୍ମ ସମୟର ପ୍ରକୃତ ରହସ୍ୟ କଥା। ଆପଣମାନେ ଏକଥା ମଧ୍ୟ ମନେ ରଖନ୍ତୁ, ପର୍ବପର୍ବାଣୀ ଦିନ ଯେମିତିକା ବ୍ରହ୍ମ ମୁହୂର୍ତ୍ତରେ ଉଲ୍ଲେଖ ରହିଛି, ପର୍ବପର୍ବାଣୀ ଦିନ ଆପଣମାନଙ୍କୁ କାହିଁକି ଶାସ୍ତ୍ର ବାଧ୍ୟ କରୁଛନ୍ତି କି ପ୍ରାତଃ ସମୟରୁ ଶଯ୍ୟାକୁ ତ୍ୟାଗ କରିବାକୁ ପଡ଼ିବ। ଆପଣଙ୍କୁ ସର୍ବପ୍ରଥମେ ନିଦ୍ରାକୁ ଭଗ୍ନ କରି ଉଠିବାକୁ ପଡ଼ିବ, ସ୍ନାନ କର୍ମ ମଧ୍ୟ ସାରିବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଯେକୌଣସି ପର୍ବପର୍ବାଣୀ ଦିନ ଆପଣ ଯଦି ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ଶୟନ କରନ୍ତି ତାହେଲେ କୌଣସି ବି ମଙ୍ଗଳ ଆପଣଙ୍କ ଜୀବନରେ ଘଟିନଥାଏ, ବରଂ ଆପଣଙ୍କ ଜୀବନରେ ଅମଙ୍ଗଳ ଘଟିଥାଏ, ଆଉ ସବୁ କ୍ଷଣକରେ ନଷ୍ଟ ଘଟିଥାଏ। ସେଥିପାଇଁ ଯେକୌଣସି ପର୍ବପର୍ବାଣୀରେ ଶାସ୍ତ୍ରରେ ଉଲ୍ଲେଖ ଅଛି ସର୍ବପ୍ରଥମେ ପ୍ରାତଃ ସମୟରୁ ଶଯ୍ୟାକୁ ତ୍ୟାଗ କରିବା ପାଇଁ। ଏବେ ଚାଲନ୍ତୁ ଜାଣିବା ବ୍ରହ୍ମ ମୁହୂର୍ତ୍ତରେ ଏକ ଚମତ୍କାର ରହସ୍ୟ ଉଲ୍ଲେଖ ରହିଛି। ଯଦି ଆପଣଙ୍କ ଜୀବନରେ ବାରମ୍ବାର ଯେକୌଣସି ରୋଗ ଦେଖାଦେଉଛି, ଯେମିତି ଖାସ, ଜ୍ୱର, ଥଣ୍ଡା ଏହିପରି ଯଦି ଲକ୍ଷଣ ଦେଖାଦେଉଛି, ତାହେଲେ ଆପଣ ଯଦି ଗୋଟିଏ କାର୍ଯ୍ୟ କରିବେ ତାହେଲେ କେବେ ବି ଆପଣଙ୍କ ଜୀବନ ସାରା କୌଣସି ବି ରୋଗ ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ। ଏହା ସତ୍ୟ ଅଟେ। ଆପଣମାନେ ଏକଥାକୁ ବିଶ୍ୱାସ କରନ୍ତୁ। ବ୍ରହ୍ମ ପୁରାଣରେ ଉଲ୍ଲେଖ ଅଛି ଯେକୌଣସି ବ୍ୟକ୍ତିର ଦେହ ଅସୁସ୍ଥ ରହୁଛି, ବାରମ୍ବାର କେତେ ମଧ୍ୟ ବୈଦ୍ୟକୁ ଦେଖିଲେ ତାଙ୍କ ଦେହ ବିଲକୁଲ ବି ଭଲ ହେଉନାହିଁ, ତାହେଲେ ସେହି ବ୍ୟକ୍ତି ଯଦି ବ୍ରହ୍ମ ମୁହୂର୍ତ୍ତରୁ କେବଳ 21 ଦିନ ଧରି ବ୍ରହ୍ମ ମୁହୂର୍ତ୍ତରୁ ଉଠିବ ତାହେଲେ ଧୀରେ ଧୀରେ କରି ତା ଶରୀରରୁ ସମ୍ପୂର୍ଣ୍ଣ ଭାବରେ ରୋଗ ଦୂର ହୋଇଯିବ। ସେଥିପାଇଁ ମନେ ରଖନ୍ତୁ, ଆପଣଙ୍କ ଭୁବନରେ ଯଦି କାହାର ମଧ୍ୟ ଦେହ ଅସୁସ୍ଥ ରହୁଛି, କେତେ ମଧ୍ୟ ବୈଦିକ ପାଖକୁ ଯାଇ ଯେକୌଣସି ବି ଔଷଧକୁ ସେବନ କଲେ ମଧ୍ୟ ଦେହ ବିଲକୁଲ ବି ଭଲ ହେଉନାହିଁ, ତାହେଲେ ତାଙ୍କୁ ନିଶ୍ଚିତ ଭାବରେ କୁହନ୍ତୁ କି ପ୍ରତ୍ୟେକ 3ଟାରୁ 5ଟା ଭିତରେ ନିଦ୍ରାକୁ ଭଗ୍ନ କରିବାକୁ ପଡ଼ିବ, ଆଉ ଶଯ୍ୟାକୁ ତ୍ୟାଗ ମଧ୍ୟ କରିବାକୁ ପଡ଼ିବ। ସର୍ବପ୍ରଥମେ ସୂର୍ଯ୍ୟ ଉଦୟର ଆଲୋକ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ। ଯେତେବେଳେ ସୂର୍ଯ୍ୟ ଭଗବାନ ଉଦୟ ହେଉଛନ୍ତି, ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରିବାକୁ ପଡ଼ିବ। ଏମିତି କରିବା ଦ୍ୱାରା ଭଗବାନ ସୂର୍ଯ୍ୟଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ଦେହର ଯେତେ ମଧ୍ୟ ରୋଗ ଦୂର ହୋଇଥାଏ। ଏହା ସତ୍ୟ ଅଟେ। ଆପଣଙ୍କର ପୁରା ଶରୀରରେ କେବଳ ସୂର୍ଯ୍ୟଙ୍କର ଆଲୋକ ପଡ଼ିବା କାରଣରୁ ସବୁକିଛି ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଯେହେତୁ ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠୁଛନ୍ତି, ଏହାଦ୍ୱାରା ମଧ୍ୟ ଆପଣଙ୍କର ବହୁତ କିଛି ମଙ୍ଗଳ ହେବ, ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇପାରିବ। ସେଥିପାଇଁ ଆପଣମାନେ ଚେଷ୍ଟା କରନ୍ତୁ କି ଏହି 3ଟାରୁ 5ଟା ମଧ୍ୟରେ ନିଜର ନିଦ୍ରାକୁ ଭଗ୍ନ କରିବା ପାଇଁ। ଏବେ ମନେ ରଖନ୍ତୁ, ଏମିତି କିଛି ଉଲ୍ଲେଖ ରହିଛି। ଆପଣମାନେ ଗୋଟିଏ କଥା ଧ୍ୟାନ ରଖନ୍ତୁ, ଆଗ କାଳରେ ଯେମିତି ପ୍ରତ୍ୟେକ ନାରୀ ବା ପୁରୁଷମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତି, ଯେକୌଣସି ବ୍ୟକ୍ତି ଯଦି ଗାଁରେ ରହିଥାନ୍ତି ବା ଯେକୌଣସି ଚାଷ କାର୍ଯ୍ୟ କାମ କରନ୍ତି, ସେମାନେ ସର୍ବପ୍ରଥମେ ପ୍ରାତଃ ସମୟରୁ 3ଟାରୁ ନିଜର ନିଦ୍ରାକୁ ଭଗ୍ନ କରିଥାନ୍ତି, ସ୍ନାନ କର୍ମ କରିଥାନ୍ତି, ନିଜର ଯେକୌଣସି ବି ଘରେ କାର୍ଯ୍ୟ ବା କାମ ସାରି ପୁଣି ଥରେ ତାଙ୍କେ କାର୍ଯ୍ୟ ବା କ୍ଷତିରେ କାମ କରିବା ପାଇଁ ଚାଲିଯାଆନ୍ତି। ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ତାଙ୍କେ
ଯେକୌଣସି ବି କ୍ଷତ ପାଖକୁ ଚାଲି ଯାଆନ୍ତି। ତାଦ୍ୱାରା ତାଙ୍କ ପୁରା ଶରୀରରେ ସୂର୍ଯ୍ୟ ଭଗବାନଙ୍କର ଆଲୋକ କିରଣ ପ୍ରାପ୍ତ ହେଉଛି। ତାଦ୍ୱାରା ସେହି ବ୍ୟକ୍ତିଙ୍କୁ ଦେଖିବେ ଆଉ ଆଜିକ ଦୁନିଆରେ ବା ସହରରେ ରହୁଥିବା ବ୍ୟକ୍ତିମାନଙ୍କୁ ଦେଖିବେ ବହୁତ କିଛି ଫରକ ଦେଖାଯିବ। ଯେଉଁ ବ୍ୟକ୍ତି ପ୍ରାତଃ ସମୟରୁ ଶଯ୍ୟାକୁ ତ୍ୟାଗ କରି ସୂର୍ଯ୍ୟ କିରଣକୁ ଆହାର କରନ୍ତି, ପୂଜା ପାଠ କରନ୍ତି, ନିତ୍ୟକର୍ମକୁ ସାରିଥାନ୍ତି, ସର୍ବପ୍ରଥମେ ସେହି ବ୍ୟକ୍ତି ତା ଜୀବନରେ କୌଣସି ବି ରୋଗ ଆସିନଥାଏ। ସେହି ବ୍ୟକ୍ତିଙ୍କ ଜୀବନରେ କୌଣସି ଦୁଃଖ କଷ୍ଟ ମଧ୍ୟ ଆସିନଥାଏ। ମା ଲକ୍ଷ୍ମୀ କୁବେର ଭଗବାନଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ସେ ଘରେ କେବେ ବି ଧନର ଅଭାବ ଦେଖାଯାଇନଥାଏ। ସେଥିପାଇଁ ଆପଣମାନେ ଚେଷ୍ଟା କରନ୍ତୁ କି ପ୍ରତ୍ୟେକଃ ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ନିଜର ଶଯ୍ୟାକୁ ତ୍ୟାଗ କରନ୍ତୁ। ନିଶ୍ଚିତ ଭାବରେ କିଛି କ୍ଷଣ ସୂର୍ଯ୍ୟ ଆଲୋକ କିରଣକୁ ଗ୍ରହଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ପୁରା ଶରୀର ସୁସ୍ଥ ହୋଇଥାଏ। ଗୋଟେ କଥା ମନେ ରଖନ୍ତୁ, ଯେମିତିକା ଯେକୌଣସି ଗାଁରେ ରହୁଥିବା ବ୍ୟକ୍ତିଗଣ ଯିଏକି ପ୍ରାତଃ ସମୟରୁ ଶଯ୍ୟାକୁ ତ୍ୟାଗ କରନ୍ତି, ନିତ୍ୟକର୍ମ ସାରିଥାନ୍ତି, ଏହି 3ଟାରୁ 5ଟା ଭିତରେ ଉଠି ଯେକୌଣସି ବି କାର୍ଯ୍ୟ କରନ୍ତି, ସେହିମାନଙ୍କର ବ୍ୟକ୍ତିଙ୍କର କେବେ ବି ଅକାଳ ମୃତ୍ୟୁ ହୋଇନଥାଏ ବା କୌଣସି ରୋଗ ହୋଇ ସେମାନେ ମୃତ୍ୟୁବରଣ କରନ୍ତି ନାହିଁ କି ଅତ୍ୟନ୍ତ ଶୀଘ୍ର ମଧ୍ୟ ମୃତ୍ୟୁ ଆସିନଥାଏ ସେମାନଙ୍କୁ। କାହିଁକି ନା ତାଙ୍କ ଶରୀରରୁ ବହୁତ ସୁସ୍ଥ ହୋଇଥାନ୍ତି। କେବଳ ଏହି ବ୍ରହ୍ମ ମୁହୂର୍ତ୍ତରୁ ଉଠି ସେମାନଙ୍କର ବୟସ ବହୁତ ଜଲ୍ଦି ବଢ଼ିଥାନ୍ତି। ଯେମିତି ପ୍ରତ୍ୟେକ ବ୍ୟକ୍ତିଙ୍କର ବୟସ ଯାଏ, ଠିକ୍ ସେପରିକା ତାଙ୍କର ମଧ୍ୟ ବୟସ ଯାଇଥାଏ, କିନ୍ତୁ ତାଙ୍କେ ବହୁତ ଶୀଘ୍ର ବୁଢ଼ା ଅବସ୍ଥା ଆସିନଥାଏ। ତାଙ୍କେ ବହୁତ ସୁନ୍ଦର ଦେଖାଯାଆନ୍ତି, ଠିକ୍ ଯେପରିକା କମ୍ ବୟସ ପରି ଦେଖାଯାଆନ୍ତି। ସେଥିପାଇଁ କୁହାଯାଉଛି ଏହି ବ୍ରହ୍ମ ମୁହୂର୍ତ୍ତର ଶକ୍ତି ଅପାର ପ୍ରାପ୍ତ ହୋଇଥାଏ। ଏବେ ଆହୁରି କିଛି ଧ୍ୟାନ ରଖନ୍ତୁ, ଯାହାକି ଜୀବନ ପରିବର୍ତ୍ତନ ହୋଇଥାଏ। ଯଦି ଆପଣଙ୍କର ଅଚାନକ ନିଦ 3ଟାରୁ 5ଟା ଭିତରେ ନିଦ ଭାଙ୍ଗୁଛି, ତାହେଲେ ଏହାର ରହସ୍ୟକୁ ମଧ୍ୟ ମନେ ରଖନ୍ତୁ। ଆପଣଙ୍କର ଇଚ୍ଛିତ କରିଥିବା, ମନସ୍କାମନା କରିଥିବା ଯେକୌଣସି ବି କାର୍ଯ୍ୟ କଥାକୁ ବହୁତ ଶୀଘ୍ର ପୂରଣ ହେବାକୁ ଯାଉଛି। ସେଥିପାଇଁ ତ ଆପଣଙ୍କର ନିଦ ଏହି 3ଟାରୁ 5ଟା ଭିତରେ ଭଗ୍ନ ହେଉଛି। ଏହି ଦିନକୁ ଆପଣ କେବେ ବି ହାତଛଡ଼ା କରନ୍ତୁ ନାହିଁ। ଯେତେବେଳେ ଆପଣଙ୍କର ନିଦ 3ଟାରୁ 5ଟାକୁ ଭାଙ୍ଗୁଛି, ସେହି ସମୟରେ ଆପଣ ଶଯ୍ୟାକୁ ତ୍ୟାଗ କରନ୍ତୁ। ଆଳସ୍ୟ ହୋଇ ସେହି ଶେଯରେ ପୁଣି ଥରେ ଶୟନ କରନ୍ତୁ ନାହିଁ। ସର୍ବପ୍ରଥମେ ନିଜର ଭୂମି ମାତାକୁ ପ୍ରଣାମ କରନ୍ତୁ, ଯାହାଦ୍ୱାରା ଆମେ ପ୍ରତ୍ୟେକ ମଙ୍ଗଳ କାମ କରିପାରିବା। ତାପରେ ସୂର୍ଯ୍ୟନାରାୟଣକୁ ପ୍ରଣାମ କରନ୍ତୁ। ତାପରେ ନିତ୍ୟକର୍ମ କରିବା ପାଇଁ ନିହାତି ଭାବରେ ଅତ୍ୟନ୍ତ ଶୀଘ୍ର ଚାଲିଯାଆନ୍ତୁ। ଯେତେବେଳେ ସର୍ବସ୍ୱ କାମ ଶେଷ ହେବ, ତାପରେ ଭଗବାନ ଯେକୌଣସି ଦେବୀ ଦେବତାଙ୍କୁ ପୂଜା କରିବେ, ସୂର୍ଯ୍ୟନାରାୟଣକୁ ଜଳ ଅର୍ପଣ କରିବେ। ସେତେବେଳେ ମନେ ରଖନ୍ତୁ, ଯେତେବେଳେ ସୂର୍ଯ୍ୟନାରାୟଣକୁ ଜଳ ଅର୍ପଣ କରିବେ, କେବଳ ଗୋଟିଏ ବଚନ କହିବେ, ହେ ପ୍ରଭୁ, ଯଦି ମୋର ଏହି 3ଟାରୁ 5ଟା ଭିତରେ ମୋ ନିଦ ଭାଙ୍ଗିଛି, ତାହେଲେ ମୋର ସର୍ବସ୍ୱ ମନସ୍କାମନାକୁ ପୂରଣ କରିଦିଅ। ଗୋଟିଏ ନୁହଁ, ବରଂ କୋଟିଏ ମୋର ମନସ୍କାମନା ପୂରଣ ହେଉ। ଠିକ୍ ଏପରି ଆପଣ ଭଗବାନଙ୍କୁ ଜଣାଇ ଦିଅନ୍ତୁ। ଦେଖିବେ ଅତ୍ୟନ୍ତ ଶୀଘ୍ର ଆପଣଙ୍କର ସବୁକିଛି ମନସ୍କାମନା ପୂରଣ ହୋଇପାରିବ। ସେଥିପାଇଁ କୁହାଯାଉଛି, ଏହି ଦିନକୁ ଆପଣମାନେ କେବେ ବି ହାତଛଡ଼ା କରନ୍ତୁ ନାହିଁ, ନହେଲେ ସବୁକିଛି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିପାରିବ ନାହିଁ। ଭଗବାନ ସ୍ୱୟଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେଖିଥାନ୍ତି। ଆଉ ଯେକୌଣସି ବ୍ୟକ୍ତି ଯଦି ଭକ୍ତି ମାର୍ଗରେ, ଶ୍ରଦ୍ଧା ମାର୍ଗରେ ଗମନ କରିଥାନ୍ତି, ତାହାର ଭାଗ୍ୟ ଅତ୍ୟନ୍ତ ଶୀଘ୍ର ବଦଳିଥାଏ। ସେଥିପାଇଁ ଏହି ଦିନକୁ ଆପଣମାନେ ହାତଛଡ଼ା ବିଲକୁଲ ବି ମଧ୍ୟ କରନ୍ତୁ ନାହିଁ। ଆପଣମାନେ ଗୋଟେ କଥା ମନେ ରଖନ୍ତୁ, ବ୍ରହ୍ମ ପୁରାଣରେ ଉଲ୍ଲେଖ ଅଛି,
ଯେକୌଣସି ବ୍ୟକ୍ତି ମୁନି ଋଷି ହେଉ ବା ଯେକୌଣସି ବ୍ୟକ୍ତି ଯଦି ଏହି ବ୍ରହ୍ମ ମୁହୂର୍ତ୍ତରୁ ଶଯ୍ୟାକୁ ତ୍ୟାଗ କରି ଉଠନ୍ତି ତାହେଲେ ତାଙ୍କର ଗୋଟି କରି ଗୋଟିଏ ମନସ୍କାମନା ରଖିଥାନ୍ତି ଆଉ ତାଙ୍କର ଅତ୍ୟନ୍ତ ଶୀଘ୍ର ମଧ୍ୟ ପୂରଣ ହୋଇଥାଏ। ତାଙ୍କେ ଯାହା ଇଚ୍ଛିତ କରନ୍ତି ସବୁକିଛି ତାଙ୍କର ପୂରଣ ହୋଇଥାଏ। ଏହା ସତ୍ୟଟେ। ଏହି ସୁନ୍ଦର କଥା ଆମେ ହାତଛଡ଼ା କରିଦେଉଛନ୍ତି। ପ୍ରାତଃ ସମୟରେ ଉଠିବାକୁ ଆମକୁ ପଡ଼ିବ ଆଉ ଭଗବାନ ସୂର୍ଯ୍ୟଙ୍କର ଆଲୋକ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ, ଯାହାଦ୍ୱାରା କି ଭବିଷ୍ୟତରେ ଆମର ଦେହ ସୁସ୍ଥ ରହିବ। ଏହାକୁ ଆପଣ କେବେ ବି ଭୁଲନ୍ତୁ ନାହିଁ। ଆପଣଙ୍କର ସବୁକିଛି ମନସ୍କାମନା ପୂରଣ ହୋଇଯିବ ଯଦି ଆପଣ 3ଟାରୁ 5ଟା ଭିତରେ ନିଦ୍ରାକୁ ଭଗ୍ନ କରି ପୂଜା ପାଠ କରନ୍ତି ଆଉ ସୂର୍ଯ୍ୟନାରାୟଣଙ୍କୁ କେବଳ ଗୋଟିଏ ବଚନ ମାଗନ୍ତି। ଏକଥା ଆପଣ ମନେ ରଖନ୍ତୁ। ସବୁକିଛି ଆପଣଙ୍କର ମନସ୍କାମନା ପୂରଣ ହେବ ଯଦି ଏପରି ଆପଣ କାର୍ଯ୍ୟ କରନ୍ତି। ଏହି ବ୍ରହ୍ମ ପୁରାଣ ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇ ପାରିବେ, କାହିଁକି ନା ଆମେ ପ୍ରତ୍ୟେକ ଶାସ୍ତ୍ର କଥା ଜାଣିପାରିବା। ଚ୍ୟାନେଲରେ ଯାହା ବି କିଛି ଭିଡ଼ିଓ ଅପଲୋଡ଼ ରହିଛି କେବଳ ଶାସ୍ତ୍ର ବିଷୟରେ ସର୍ବସ୍ୱ ଉଲ୍ଲେଖ ରହିଛି। ଭାଗ୍ୟରେ ଥିଲେ ଆମେ ଏହି ଶାସ୍ତ୍ର କଥାକୁ ଶ୍ରବଣ କରିବା। ଗୋଟି କରି ଗୋଟିଏ ପାପ ମଧ୍ୟ ଧୋଇ ହୋଇଥାଏ। ଏହା ସତ୍ୟଟେ। ଏହାକୁ ଆପଣମାନେ ବିଶ୍ୱାସ କରନ୍ତୁ, କାହିଁକି ନା ବ୍ରହ୍ମ ମୁହୂର୍ତ୍ତର ରହସ୍ୟମୟ କଥା ମଧ୍ୟ ଜାଣିବା ଅତ୍ୟଧିକ ଜରୁରୀ ଅଟେ। ସେଥିପାଇଁ ଏହି ଶାସ୍ତ୍ରକୁ ଆପଣମାନେ ଅଣଦେଖା କେବେ ବି କରନ୍ତୁ ନାହିଁ। ଆପଣମାନଙ୍କ ପାଖକୁ ଯଦି ଏହି ସୁନ୍ଦର ଭିଡ଼ିଓ ଯାଇ ପହଞ୍ଚିଛି ତାହେଲେ ମନେ ରଖନ୍ତୁ ଆପଣଙ୍କର ସବୁକିଛି ମନସ୍କାମନା ପୂରଣ ହେବ। ଆପଣଙ୍କର ମଧ୍ୟ ନିଦ୍ରା 3ଟାରୁ 5ଟା ଭିତରେ ଭଗ୍ନ ହେବ ଆଉ ଗୋଟି କରି ଗୋଟିଏ ମନସ୍କାମନା ମଧ୍ୟ ପୂରଣ ହୋଇପାରିବ। ଏହା ସତ୍ୟଟେ, କାହିଁକି ନା ଶାସ୍ତ୍ରରେ ଯାହା ବି କିଛି କଥା ଉଲ୍ଲେଖ ରହିଛି ପ୍ରତ୍ୟେକ ବ୍ୟକ୍ତି ଏହାକୁ ମନେ ରଖିବା ଉଚିତ ଅଟେ ଆଉ ପାଳନ ମଧ୍ୟ କରିବା ଉଚିତ ଅଟେ। ଆପଣମାନଙ୍କୁ ଏହି ବ୍ରହ୍ମ ମୁହୂର୍ତ୍ତର ବ୍ରହ୍ମ ପୁରାଣର କଥା କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇ ପାରିବେ ଆଉ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ନିହାତି ଭାବରେ ଲେଖିଦେବେ। ଆପଣମାନଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି ଭାବରେ କରିଦିଅନ୍ତୁ। ରହୁଛି ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ, ରାଧେ 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 ଶ୍ରୀକୃଷ୍ଣ।